ଅତ ଏକାଦଶ ଅଧ୍ୟାୟ ବଦ୍ଧ ମୁକ୍ତ ଓ ଭକ୍ତମାନଙ୍କର ଲକ୍ଷଣ। ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରିୟ ଉଦ୍ଧବ, ବଦ୍ଧ ଓ ମୁକ୍ତର ଯେଉଁ ପ୍ରଭେଦ ତାହା ଗୁଣକୁ ନେଇ ହିଁ ହୋଇଥାଏ। ବସ୍ତୁତଃ ମୋର ସ୍ୱରୂପରେ ଅର୍ଥାତ୍ ଆତ୍ମାରେ ବଦ୍ଧ ବା ମୁକ୍ତ ବୋଲି କିଛି ନଥାଏ। ମାୟା ମୋର ଅଧୀନ ଏବଂ ଗୁଣମାନେ ମାୟାରେ ଆଶ୍ରିତ ହୋଇଥିବାରୁ ମୋର ବନ୍ଧନ ବା ମୁକ୍ତି ବୋଲି କିଛି ନଥାଏ। ଶୋକ, ମୋହ, ସୁଖ, ଦୁଃଖ, ଦେହ ପ୍ରାପ୍ତି ଏସବୁ ମାୟା ହେତୁ ହିଁ ହୋଇଥାଏ। ସ୍ୱପ୍ନ ଯେପରି ମିଥ୍ୟା, ଆତ୍ମାର ଜନ୍ମବୃତ୍ତି ହେବା ମଧ୍ୟ ସେପରି ମିଥ୍ୟା। ତେଣୁ ଆତ୍ମାର ସଂସ୍କୃତି ହୁଏ ବୋଲି କହିବା ଯଥାର୍ଥ ନୁହେଁ। ହେ ଉଦ୍ଧବ, ବିଦ୍ୟା ଓ ଅବିଦ୍ୟା ଏ ଦୁଇଟି ମୋର ହିଁ ଶକ୍ତି। ଏ ଦୁଇଟି ଶକ୍ତି ଶରୀରଧାରୀକୁ ଯଥାକ୍ରମେ ମୋକ୍ଷ ଓ ବନ୍ଧନ ପ୍ରଦାନ କରିଥାଏ। ଏ ଦୁଇଟି ହେଉଛି ଅନାଦି ଓ ମୋ ମାୟା ଦ୍ୱାରା ରଚିତ। ହେ ମହାମତି, ଜୀବ ହେଉଛି କେବଳ ମୋର ଅଂଶ। ଅନାଦି ଅବିଦ୍ୟା ଜୀବକୁ ବନ୍ଧନରେ ପକାଏ ଏବଂ ମୋର ବିଦ୍ୟାଶକ୍ତି ଦ୍ୱାରା ଜୀବକୁ ମୋକ୍ଷ ମିଳେ। ହେ ପ୍ରିୟ, ଏଥର ବଦ୍ଧ ଓ ମୁକ୍ତ ଜୀବ ମଧ୍ୟରେ ଯେଉଁ ପ୍ରଭେଦ ରହିଥାଏ ମୁଁ ତାହା କହୁଛି ଶୁଣ। ଜୀବ ମୋର ହିଁ ସ୍ୱରୂପ ହୋଇଥିବାରୁ ବାସ୍ତବରେ ଆତ୍ମା ଓ ଜୀବ ଉଭୟ ହେଉଛନ୍ତି ଏକ। ତଥାପି ସେ ଦୁଇଟି ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି ସେ ବିଷୟରେ କହୁଛି ଶୁଣ। ମୁଁ ଅର୍ଥାତ୍ ଆତ୍ମା ହେଉଛି ଶାସକ ଓ ଜୀବ ହେଉଛି ଶାସିତ। ମୁଁ ହେଉଛି ଆନନ୍ଦ ସ୍ୱରୂପ, କିନ୍ତୁ ଜୀବ ଶୋକ ମୋହ ଦ୍ୱାରା ଗ୍ରସ୍ତ ହୋଇ କେବେ ସୁଖୀ ହୁଏ ତ କେବେ ଦୁଃଖୀ ହୁଏ। ଏହି ଶରୀରରେ ବାସ କରୁଥିବା ଜୀବ ଓ ଆତ୍ମା ଉଭୟ ଶରୀରଠାରୁ ଭିନ୍ନ। ସେମାନେ ହେଉଛନ୍ତି ଦୁଇଟି ଏକ ଜାତୀୟ ପକ୍ଷୀ ପରି। ଯେଉଁମାନେ କି ଶରୀର ରୂପୀ ବୃକ୍ଷରେ ବସା ବାନ୍ଧି ରହିଛନ୍ତି। ସେମାନେ ପରସ୍ପରର ମିତ୍ର ଓ ସମାନ ଧର୍ମୀ, କିନ୍ତୁ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଏତିକି ଯେ ସେଥିରୁ ଗୋଟିଏ ପକ୍ଷୀ ଅର୍ଥାତ୍ ଜୀବ ଶରୀର କରୁଥିବା କର୍ମର ଫଳ ଭୋଗ କରେ, କିନ୍ତୁ କର୍ମଫଳ ଭୋଗ କରି ମଧ୍ୟ ଦିନୁ ଦିନ କ୍ଷୀଣ ହୋଇ ଚାଲେ ଏବଂ ଅନ୍ୟ ପକ୍ଷୀଟି ଅର୍ଥାତ୍ ଆତ୍ମା ସେ କର୍ମଫଳ ଭୋଗ ନ କରି ମଧ୍ୟ ଶକ୍ତିଶାଳୀ ହୋଇ ରହେ। ଯିଏ ଫଳ ଭୋଗ କରେ ନାହିଁ ସେଇ ଆତ୍ମା ନିଜକୁ ତ ଜାଣେ, ତା ସହିତ ତାର ସଖା ଜୀବକୁ ବି ଜାଣେ। କିନ୍ତୁ ଯିଏ ଫଳ ଭୋଗ କରେ ସେ ଜୀବ ନିଜକୁ ଜାଣେ ନାହିଁ କି ତାର ସଖା ଆତ୍ମସ୍ୱରୂପକୁ ବି ଜାଣେ ନାହିଁ। ଠିକ୍ ଏହିପରି ଯେ ଅବିଦ୍ୟାରେ ବୁଡ଼ି ରହିଛି ସେ ହେଉଛି ନିତ୍ୟବଦ୍ଧ ଏବଂ ଯେ ବିଦ୍ୟା ଦ୍ୱାରା ନିଜର ଆତ୍ମସ୍ୱରୂପକୁ ଜାଣିଯାଏ ସେ ହେଉଛି ନିତ୍ୟମୁକ୍ତ। ଯେ ନିଜର ଆତ୍ମସ୍ୱରୂପକୁ ଜାଣିଯାଏ ସେ ଦେହରେ ରହି ମଧ୍ୟ ଦେହର ଗୁଣଧର୍ମର ଅତୀତ, କାରଣ ସେ ଜାଣିଯାଏ ଯେ ସ୍ୱପ୍ନର ସଂସାର ଯେପରି ମିଥ୍ୟା, ଏ ସମଗ୍ର ଜଗତ ମଧ୍ୟ ସେହିପରି ମାୟାମୟ ଓ ମିଥ୍ୟା। ଯେ ଅବିଦ୍ୟା ହେତୁ ଆତ୍ମସ୍ୱରୂପକୁ ଜାଣେ ନାହିଁ ସେ ଶରୀର ସହିତ ଆତ୍ମାର କୌଣସି ସମ୍ବନ୍ଧ ନଥିଲେ ମଧ୍ୟ ଶରୀରକୁ ଆତ୍ମା ବୋଲି ଭାବିଦିଏ। ଠିକ୍ ସେହିପରି ଯେପରିକି ସ୍ୱପ୍ନ ଦେଖୁଥିବା ଲୋକ ନିଜର ସ୍ୱପ୍ନ ଶରୀରକୁ ସତରେ ନିଜର ଶରୀର ବୋଲି ଭାବି ତାର ସୁଖ ଦୁଃଖରେ ସୁଖୀ ଦୁଃଖୀ ହୋଇଥାଏ। ସେଥିପାଇଁ ଅଜ୍ଞାନୀ ବ୍ୟକ୍ତି ଦୃଶ୍ୟମାନ ଜଗତକୁ ସତ୍ୟ ବୋଲି ଧରିନିଏ ଓ ଗୁଣରେ ବାନ୍ଧି ହୋଇ ସୁଖୀ ଦୁଃଖୀ ହୁଏ। ଇନ୍ଦ୍ରିୟମାନେ ହେଉଛନ୍ତି ତିନି ଗୁଣର ବିକାର ଏବଂ ବିଷୟ ଭୋଗ ମଧ୍ୟ ତିନି ଗୁଣର ହିଁ ବିକାର। ଏପରି ଭାବରେ ଗୁଣମାନଙ୍କ ଦ୍ୱାରା ଗୁଣମାନଙ୍କୁ ଭୋଗ କରିବା ପ୍ରକ୍ରିୟା ଚାଲିଥାଏ। ବିଦ୍ୱାନମାନେ ଆତ୍ମସ୍ୱରୂପରେ ସ୍ଥିତ ହୋଇଗଲେ ଗୁଣ ଓ ଗୁଣମାନଙ୍କର କର୍ମ ପ୍ରତି ସମ୍ପୂର୍ଣ୍ଣ ନିର୍ବିକାର ହୋଇଯାନ୍ତି ଏବଂ ମୁଁ କିଛି କରୁନାହିଁ ବୋଲି ଭାବନ୍ତି। ଶରୀର ପ୍ରାରବ୍ଧର ଅଧୀନ। ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଯାଏ। ମନ ଏଥିରେ ପ୍ରେରଣାଦାତା ହୋଇଥାଏ। ମନ ଓ ଇନ୍ଦ୍ରିୟଗଣ ଉଭୟ ହେଉଛନ୍ତି ଗୁଣମାନଙ୍କର କାର୍ଯ୍ୟ। ତେଣୁ ବାସ୍ତବରେ ଗୁଣମାନେ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହେଉଛନ୍ତି, କିନ୍ତୁ ଅଜ୍ଞାନୀ ଜୀବ ନିଜକୁ କର୍ତ୍ତା ବୋଲି ଧରି ନେଇ ବନ୍ଧନରେ ପଡ଼ିଯାଏ। ମାତ୍ର ଯେଉଁମାନେ ଅନାସକ୍ତ ଓ ଜ୍ଞାନୀ ସେମାନେ ଏସବୁ ବସିବା, ଉଠିବା, ଚାଲିବା, ବୁଲିବା, ଗାଧୋଇବା, ଦେଖିବା, ଛୁଇଁବା, ଶୁଙ୍ଘିବା, ଖାଇବା, ଶୁଣିବା ଆଦି କ୍ରିୟା କରୁଥାଇ ମଧ୍ୟ ନିଜକୁ ଏସବୁର କର୍ତ୍ତା ଭୋକ୍ତା ବୋଲି ସ୍ୱୀକାର କରନ୍ତି ନାହିଁ। ସେମାନେ ପ୍ରକୃତିରେ ରହି ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅସଙ୍ଗ ହୋଇ ରୁହନ୍ତି, ଅର୍ଥାତ୍ ସେମାନେ କର୍ମରେ ଲିପ୍ତ ହୁଅନ୍ତି ନାହିଁ। ଆକାଶ, ସୂର୍ଯ୍ୟ ଓ ବାୟୁ ଯେପରି କାହାର ବି ଗୁଣଦୋଷ ଗ୍ରହଣ କରନ୍ତି ନାହିଁ କି କେଉଁଥିରେ ଲିପ୍ତ ହୁଅନ୍ତି ନାହିଁ, ଅନାସକ୍ତ ଜ୍ଞାନୀ ସେପରି ସମ୍ପୂର୍ଣ୍ଣ ନିର୍ଲିପ୍ତ ରୁହନ୍ତି। ଯାହାଙ୍କର ଦୃଷ୍ଟି ଏପରି ବୈରାଗ୍ୟ ରୂପୀ ଶାଣ ଦ୍ୱାରା ତୀକ୍ଷ୍ଣ ହୋଇଯାଇଥାଏ ତାଙ୍କର ସକଳ ସଂଶୟ ଦୂର ହୋଇଯାଏ। ସ୍ୱପ୍ନ ଭାଙ୍ଗିଯାଏ ପରେ ସ୍ୱପ୍ନର ଦୃଷ୍ଟି ଯେପରି ଉଭେ ହୋଇଯାଏ, ବିବେକ ଜ୍ଞାନ ଦ୍ୱାରା ସେପରି ତାଙ୍କର ସମସ୍ତ ନାନାତ୍ୱ ଭ୍ରମ ଦୂର ହୋଇଯାଏ। ଯାହାଙ୍କର ପ୍ରାଣ, ଇନ୍ଦ୍ରିୟ, ମନ ଓ ବୁଦ୍ଧିର ସଂକଳ୍ପ ସମ୍ପୂର୍ଣ୍ଣ ନିବୃତ୍ତ ହୋଇଯାଇଛି, ଯାହାଙ୍କର ସାଂସାରିକ କର୍ମ କରିବାର ପ୍ରବୃତ୍ତି ନଷ୍ଟ ହୋଇଯାଇଛି, ସେ ଦେହରେ ରହି ମଧ୍ୟ ଦେହର ଗୁଣମାନଙ୍କଠାରୁ ସର୍ବଦା ଅତୀତ ହୋଇ ରହିଥାନ୍ତି, ଅର୍ଥାତ୍ ସେମାନେ ଗୁଣାତୀତ ଅବସ୍ଥା ପ୍ରାପ୍ତ ହୋଇଯାଇଥାନ୍ତି। ଯେ ହିଂସ୍ରକ ଲୋକଙ୍କ ଦ୍ୱାରା ଶାରୀରିକ କଷ୍ଟ ପାଇଲେ ଦୁଃଖ ଅନୁଭବ କରନ୍ତି ନାହିଁ କି ପୂଜା ଆଦର କଲେ ସୁଖୀ ହୁଅନ୍ତି ନାହିଁ, ସେ ହିଁ ତତ୍ତ୍ୱଜ୍ଞ ପୁରୁଷ ବୋଲି ଜାଣୁ। ଦୋଷଗୁଣ ଦର୍ଶନରୁ ଊର୍ଦ୍ଧ୍ୱକୁ ଉଠିଯାଇ ସର୍ବତ୍ର ସମଦୃଷ୍ଟି ରଖିଥିବା ମୁନି କାହାର ପ୍ରଶଂସାରେ ଖୁସି ହୋଇଯାନ୍ତି ନାହିଁ କି କାହାଠୁ ନିନ୍ଦା ଶୁଣି ଅସନ୍ତୁଷ୍ଟ ହୋଇଯାନ୍ତି ନାହିଁ। ଆତ୍ମାନନ୍ଦରେ ବିଭୋର ହୋଇ ଆତ୍ମଚିନ୍ତନରେ ମଜ୍ଜି ରହିଥିବା ମୁନି କିଏ ଭଲ କିଏ ମନ୍ଦ ସେ ବିଷୟରେ କିଛି କହନ୍ତି ନାହିଁ କି ଚିନ୍ତା କରନ୍ତି ନାହିଁ। ସେ ଜଡ଼ଙ୍କ ଭଳି ବୁଲନ୍ତି ଓ ନିଜର ଗୂଢ଼ ଭାବ କେଉଁଠି ପ୍ରକାଶ କରନ୍ତି ନାହିଁ। କିନ୍ତୁ ଯେଉଁଠି ବିଦ୍ୱାନ ବେଦରେ ପାରଙ୍ଗମ ହୋଇ ମଧ୍ୟ ପରମବ୍ରହ୍ମକୁ ଅନୁଭବ କରିନାହାନ୍ତି, ଜାଣିବା ଉଚିତ ଯେ ତାଙ୍କର ପରିଶ୍ରମ ହେଉଛି ଦୁଗ୍ଧ ଦେଉନଥିବା ଗାଈକୁ ପୋଷିବାର ପରିଶ୍ରମ ସହିତ ସମାନ ଅର୍ଥାତ୍ ବୃଥା। ହେ ଉଦ୍ଧବ, କେବେ ବି ଦୁଗ୍ଧ ଦେଉନଥିବା ଗାଈ, ବ୍ୟଭିଚାରିଣୀ ସ୍ତ୍ରୀ, ପରଧନ ଦେହ, ଦୁଷ୍ଟପୁତ୍ର, ସତ୍ପାତ୍ରକୁ ଦିଆଯାଉନଥିବା ଧନ, ଭଗବାନଙ୍କର ନାମ, ରୂପ, ଲୀଳାଧାମ ଆଦି ସମ୍ବନ୍ଧରେ ଚର୍ଚ୍ଚା କରୁନଥିବା ବାଣୀ ଅର୍ଥାତ୍
ବାଣୀ ଏସବୁକୁ ଯେ ପାଳନ ପୋଷଣ କରି ବା ପ୍ରଶ୍ରୟ ଦେଇ ରଖେ ତାକୁ ଦୁଃଖ ପରେ ଦୁଃଖ ହିଁ ଭୋଗିବାକୁ ପଡ଼େ। ପ୍ରିୟ ଉଦ୍ଧବ, ଯେଉଁ ବାଣୀ ମୋର ପବିତ୍ର କର୍ମର ମହିମା ଗାନ କରେ ନାହିଁ, ଏହି ଜଗତର ସୃଷ୍ଟି ସ୍ଥିତି ଓ ଲୟ କରୁଥିବା ମୋର ଶକ୍ତିକୁ ନିରୂପଣ କରେ ନାହିଁ, ମୋର ନାନା ଲୀଳାବତାରମାନଙ୍କର ସେମାନଙ୍କର ପବିତ୍ର ଗୁଣାବଳୀରେ କୀର୍ତ୍ତନ କରେ ନାହିଁ, ସେହି ବାଣୀ ହେଉଛି ବନ୍ଧ୍ୟା। ଜ୍ଞାନୀମାନେ ସେଭଳି ବାଣୀକୁ ବ୍ୟବହାର ଅର୍ଥାତ୍ କଥନ ବା ଶ୍ରବଣ କରିବା ଉଚିତ ନୁହେଁ। ଏପରି ତତ୍ତ୍ୱ ଜିଜ୍ଞାସା ଦ୍ୱାରା ସକଳ ଜଗତର ଏକମାତ୍ର ବ୍ରହ୍ମଙ୍କୁ ଦେଖିବା ଉଚିତ। ଆତ୍ମା ବିଷୟରେ ଯେଉଁ ନାନାତ୍ୱ ଭ୍ରମ ଥାଏ ତାହା ସମ୍ପୂର୍ଣ୍ଣ ଦୂର କରିଦେବା ଉଚିତ ଏବଂ ଏହି ରୂପେ ମନ ଶୁଦ୍ଧ ହୋଇଗଲେ ସେ ଶୁଦ୍ଧ ମନକୁ ମୋଠାରେ ଲଗାଇ ଦେଇ ଅନ୍ୟ ସବୁ କିଛିରୁ ସମ୍ପୂର୍ଣ୍ଣ ଓହରି ଆସିବା ଆବଶ୍ୟକ। ଯଦି ମନକୁ ମୋଠାରେ ନିଶ୍ଚଳ ଲଗାଇବାକୁ କି ଅସମର୍ଥ ହୋଇଥାନ୍ତି, ତେବେ ସେ ଯାହା କିଛି କର୍ମ କରିବେ ତା ପ୍ରତି ଅନାସକ୍ତ ହୋଇ କେବଳ ମୋରି ପାଇଁ କର୍ମ କରିବା ଉଚିତ। ମୋର ଲୀଳା ଚରିତ ହେଉଛି ଲୋକମାନଙ୍କ ପକ୍ଷରେ ପବିତ୍ରକର ଓ କଲ୍ୟାଣମୟ। ଶ୍ରଦ୍ଧାଳୁମାନେ ମୋର ସେହିସବୁ ଲୀଳା ଚରିତ ସର୍ବଦା ଶ୍ରବଣ, ଗାନ ଓ ସ୍ମରଣ କରିବା ଉଚିତ ଏବଂ ମୋର ସେହିସବୁ ଜନ୍ମକର୍ମ ଲୀଳା ଅଭିନୟ କରିବା ଆବଶ୍ୟକ। ହେ ଉଦ୍ଧବ, ଏପରି ଭାବରେ ମୋର ଶରଣାଗତ ହୋଇ ମୋତେ ପାଇବା ଉଦ୍ଦେଶ୍ୟରେ ହିଁ ଧର୍ମ ଅର୍ଥ କାମରେ ପ୍ରବୃତ୍ତ ହେବା ଉଚିତ। ମୋର ଅନନ୍ୟ ପ୍ରେମୀ ଭକ୍ତ ମୋଠାରେ ଅର୍ଥାତ୍ ସନାତନ ପରମାତ୍ମାଠାରେ ନିଶ୍ଚଳ ଭକ୍ତି ଲାଭ କରନ୍ତି। ସାଧୁସନ୍ଥମାନଙ୍କ ସତ୍ସଙ୍ଗ ଲାଭ କରି ତାଙ୍କ ଭିତରେ ଭକ୍ତି ଜାତ ହୁଏ ଏବଂ ଏପରି ଭାବରେ ସେ ମୋର ଉପାସନା କରନ୍ତି। ସାଧୁସନ୍ଥମାନଙ୍କର ପ୍ରଦର୍ଶିତ ମାର୍ଗରେ ଚାଲି ସେ ମୋତେ ସହଜରେ ପାଇଯାଆନ୍ତି। ଉଦ୍ଧବ ପଚାରିଲେ, ହେ ପବିତ୍ର କୀର୍ତ୍ତି ଭଗବାନ, ଆପଣଙ୍କ ବିଚାରରେ ସାଧୁ ପୁରୁଷଙ୍କର ଲକ୍ଷଣ କ'ଣ? ସେମାନେ କେଉଁ ପ୍ରକାର ଭକ୍ତିକୁ ଆଦର କରନ୍ତି, ଯାହାକି ଆପଣଙ୍କ ପ୍ରତି ରଖାଯିବା ଉଚିତ? ଭଗବାନ, ଆପଣ ହିଁ ହେଉଛନ୍ତି ବ୍ରହ୍ମାଦି ଶ୍ରେଷ୍ଠ ଦେବତାମାନଙ୍କର, ସତ୍ୟାଦି ଲୋକର ଚରାଚର ଜଗତର ସ୍ୱାମୀ। ମୁଁ ହେଉଛି ଆପଣଙ୍କର ଜଣେ ବିନୀତ ପ୍ରେମୀ ଓ ଶରଣାଗତ ଭକ୍ତ। ଆପଣ କୃପା କରି ମୋତେ ଭକ୍ତି ଓ ଭକ୍ତଙ୍କର ରହସ୍ୟ ବିଷୟରେ ବୁଝାଇ କୁହନ୍ତୁ। ଭଗବାନ, ମୁଁ ଜାଣେ ଯେ ଆପଣ ହେଉଛନ୍ତି ପ୍ରକୃତିର ଅତୀତ ପୁରୁଷୋତ୍ତମ ଓ ବିକାଶ ଚିଦାଗ ସ୍ୱରୂପ ବ୍ରହ୍ମ। ଆପଣଙ୍କଠାରୁ ଭିନ୍ନ ହୋଇ ଅନ୍ୟ କୌଣସି ବସ୍ତୁ ନାହିଁ। ତଥାପି ଆପଣ ଲୀଳା କରିବା ପାଇଁ ସ୍ୱେଚ୍ଛାରେ ଏହି କୃଷ୍ଣ ରୂପରେ ଅବତାର ଗ୍ରହଣ କରିଛନ୍ତି। ତେଣୁ ଆପଣ ହିଁ ଭକ୍ତି ଓ ଭକ୍ତଙ୍କର ପ୍ରକୃତ ରହସ୍ୟ କହିପାରିବେ। ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରିୟ ଉଦ୍ଧବ, ଯେ ମୋର ଭକ୍ତ ସେ କୃପାର ମୂର୍ତ୍ତି ହୋଇଯାନ୍ତି। ସେ କୌଣସି ପ୍ରାଣୀ ପ୍ରତି ବୈରଭାବ ରଖନ୍ତି ନାହିଁ ଏବଂ ଘୋର ଦୁଃଖରେ ମଧ୍ୟ ପ୍ରସନ୍ନ ରୁହନ୍ତି। ସତ୍ୟ ହିଁ ହେଉଛି ତାଙ୍କ ଜୀବନର ସାର। ତାଙ୍କ ମନରେ କେବେ ବି କୌଣସି ପ୍ରକାର ପାପ ବାସନା ଉଠେ ନାହିଁ। ସେ ସମଦର୍ଶୀ ଓ ସମସ୍ତଙ୍କର ଉପକାରୀ ହୋଇଥାନ୍ତି। ତାଙ୍କର ବୁଦ୍ଧି କାମନାଦାରୁ କଳୁଷିତ ହୁଏ ନାହିଁ। ସେ ସଂଯମୀ ଓ ମଧୁର ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି ଏବଂ ପବିତ୍ର ଜୀବନଯାପନ କରନ୍ତି। ସଂଗ୍ରହ ଓ ପରିଗ୍ରହର ସେ ସର୍ବଦା ଦୂରରେ ରୁହନ୍ତି। ସେ କୌଣସି ବସ୍ତୁ ପାଇବାକୁ କୌଣସି ଚେଷ୍ଟା କରନ୍ତି ନାହିଁ। ସେ ପରିମିତ ଭୋଜନ କରନ୍ତି ଓ ଶାନ୍ତ ରୁହନ୍ତି। ତାଙ୍କର ବୁଦ୍ଧି ସ୍ଥିର ରହେ। ସେ କେବଳ ମୋତେ ହିଁ ଭରସା କରି ରୁହନ୍ତି ଏବଂ ସର୍ବଦା ଆତ୍ମତତ୍ତ୍ୱ ଚିନ୍ତନରେ ମଗ୍ନ ଥାନ୍ତି। ସେ ସମ୍ପୂର୍ଣ୍ଣ ଅପ୍ରମାଦୀ, ଗମ୍ଭୀର ଓ ଧୈର୍ଯ୍ୟଶୀଳ ହୋଇଥାନ୍ତି। ସେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଏହି 6 ଅବଗୁଣକୁ ଜୟ କରିଥାନ୍ତି। ସେ କାହାଠାରୁ କୌଣସି ପ୍ରକାର ସମ୍ମାନ ଚାହାନ୍ତି ନାହିଁ କିନ୍ତୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତି। ମୋ ଭକ୍ତ ମୋ ସମ୍ବନ୍ଧୀୟ ବିଷୟ ଅନ୍ୟମାନଙ୍କୁ ବୁଝାଇବାରେ ବଡ଼ ନିପୁଣ ହୋଇଥାନ୍ତି। ସେ ସମସ୍ତଙ୍କ ସହିତ ମିତ୍ରତାପୂର୍ଣ୍ଣ ବ୍ୟବହାର କରନ୍ତି। ତାଙ୍କ ହୃଦୟ କରୁଣାପୂର୍ଣ୍ଣ ହୋଇଥାଏ ଏବଂ ମୋର ତତ୍ତ୍ୱ ବିଷୟରେ ତାଙ୍କର ଯଥାର୍ଥ ଜ୍ଞାନ ଥାଏ। ମୋର ଭକ୍ତ ଗୁଣ କ'ଣ ଦୋଷ କ'ଣ ତାହା ଭଲ ରୂପେ ଜାଣନ୍ତି। ତାଙ୍କର ଅନ୍ତଃକରଣ ବିଶୁଦ୍ଧ ହୋଇଥାଏ। ତାଙ୍କ ଅନ୍ତରରେ ସତତ ଭକ୍ତିର ପ୍ରବାହ ବଢ଼ି ଚାଲେ। ତେଣୁ ମୋରି ଦ୍ୱାରା ଶାସ୍ତ୍ରରେ ନିର୍ଦ୍ଦେଶ କରାଯାଇଥିବା କର୍ମକୁ ମଧ୍ୟ ଭକ୍ତିର ପ୍ରତିବନ୍ଧକ ବୋଲି ଜାଣି ମୋତେ ଅର୍ପଣ କରିଦିଅନ୍ତି। ସକଳ ପ୍ରକାର କର୍ମରେ ବିରତ ହୋଇ ସେ ଅନନ୍ୟ ଭାବରେ ମୋର ଶରଣାଗତ ହୋଇଯାନ୍ତି ଓ ଭକ୍ତିରେ ନିମଜ୍ଜିତ ରୁହନ୍ତି। ଏପରି ଭକ୍ତ ହେଉଛନ୍ତି ସଦ୍ଗୁଣ ସମ୍ପନ୍ନ ଲୋକଙ୍କ ମଧ୍ୟରେ ଶ୍ରେଷ୍ଠ। ମୁଁ କିଏ, କେତେ ବଡ଼ ଓ କିପରି ଏସବୁ ବିଷୟରେ ଜ୍ଞାନ ଥାଉ କି ନଥାଉ, କେହି ଯଦି ମୋତେ ଅନନ୍ୟ ଭାବରେ ଭଜୁଥାନ୍ତି, ତେବେ ମୋ ବିଚାରରେ ସେ ହେଉଛନ୍ତି ମୋର ପରମ ଭକ୍ତ। ପ୍ରିୟ ଉଦ୍ଧବ, ଭକ୍ତି କାହାକୁ କହନ୍ତି ଶୁଣ। ମୋର ମୂର୍ତ୍ତିକୁ ତଥା ମୋର ଭକ୍ତଜନଙ୍କୁ ଦର୍ଶନ, ସ୍ପର୍ଶନ, ପୂଜନ, ସେବା, ଶୁଶ୍ରୂଷା, ସ୍ତୁତି, ପ୍ରଣାମ ଆଦି କରିବା ତଥା ମୋର ଗୁଣ ଓ କର୍ମ କୀର୍ତ୍ତନ କରିବା ହେଉଛି ମୋ ପ୍ରତି ଭକ୍ତିର ଅନ୍ତର୍ଗତ। ମୋର ଚରିତ ଶୁଣିବାର ଶ୍ରଦ୍ଧା ରଖିବା ଓ ନିରନ୍ତର ମୋତେ ଧ୍ୟାନ କରିବା ତଥା ଯାହା କିଛି ମିଳିଲା ତାହା ମୋତେ ସମର୍ପି ଦେଇ ଦାସ୍ୟ ଭାବରେ ମୋ ପାଖରେ ଆତ୍ମନିବେଦନ କରିବା ମଧ୍ୟ ମୋ ପ୍ରତି ଭକ୍ତିର ଅନ୍ତର୍ଗତ। ମୋ ଭକ୍ତ ମୋର ଦିବ୍ୟ ଜନ୍ମ ଓ କର୍ମ ସମ୍ପର୍କରେ ଚର୍ଚ୍ଚା କରିବା ଆବଶ୍ୟକ। ଜନ୍ମାଷ୍ଟମୀ, ରାମନବମୀ ଆଦି ପର୍ବରେ ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ମୋର ମନ୍ଦିରମାନଙ୍କରେ ଆନନ୍ଦ ଉତ୍ସବ ପାଳନ କରିବା ଆବଶ୍ୟକ। ସେ ବାର୍ଷିକ ପର୍ବ ଦିବସରେ ମୋର ଜନ୍ମ କର୍ମ ସ୍ଥାନମାନଙ୍କୁ ଯାତ୍ରା କରିବେ, ଶୋଭାଯାତ୍ରା ବାହାର କରିବେ ତଥା ବିଭିନ୍ନ ଉପହାର ଦେଇ ମୋତେ ପୂଜା କରିବେ। ସେ ବୈଦିକ ଅଥବା ତାନ୍ତ୍ରିକ ପଦ୍ଧତିରେ ଦୀକ୍ଷା ଗ୍ରହଣ କରିବେ ଓ ମୋର ବ୍ରତ ପାଳନ କରିବେ। ମନ୍ଦିରରେ ମୋର ମୂର୍ତ୍ତି ସ୍ଥାପନ କରିବାରେ ସେ ଶ୍ରଦ୍ଧା ରଖିବେ। ଯଦି ଏପରି କର୍ମ ଏକାକୀ କରିନପାରନ୍ତି, ତେବେ ଅନ୍ୟମାନଙ୍କ ସହିତ ମିଶି ଏପରି କର୍ମ ନିୟୋଜିତ ହେବେ। ସେ ମୋ ପାଇଁ ଫୁଲ ବଗିଚା, କ୍ରୀଡ଼ା ପ୍ରାଙ୍ଗଣ, ଉଦ୍ୟାନ, ନଗର ଓ ମନ୍ଦିର ନିର୍ମାଣ କରିବେ। ସେ ସଦା ସହିତ ନିଷ୍କପଟ ଭାବରେ ନିଜର ସେବା କାର୍ଯ୍ୟ ପାଇଁ ଗର୍ବ ଓ ଅଭିମାନ ନ ଦେଖାଇ, ଦାମ୍ଭିକତା ନ ଦେଖାଇ
ସେବକ ପରି ମୋର ମନ୍ଦିର ଝାଡ଼ୁ କରିବେ, ଲିପାପୋଛା କରିବେ, ସୁଗନ୍ଧ ଜଳ ଛିଞ୍ଚିବେ ଏବଂ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ରଙ୍ଗର ଝୋଟି ଦେଇ ତାହାକୁ ସୁନ୍ଦର କରିବେ। ମୋତେ ସମର୍ପିତ ହୋଇଥିବା ଦ୍ରବ୍ୟକୁ ନିଜେ ବ୍ୟବହାର କରିବେ ନାହିଁ, ଏପରିକି ମୋତେ ସମର୍ପିତ ହୋଇଥିବା ଦୀପର ଆଲୁଅରେ ମଧ୍ୟ ନିଜର କାର୍ଯ୍ୟ କରିବେ ନାହିଁ। ଅନ୍ୟ ଦେବତାଙ୍କୁ ଅର୍ପିତ ଦ୍ରବ୍ୟ ମୋତେ ଅର୍ପଣ କରିବେ ନାହିଁ। ମୋ ଭକ୍ତଙ୍କୁ ସଂସାରରେ ଯେଉଁ ବସ୍ତୁ ସବୁଠୁ ଅଧିକ ଭଲ ଲାଗେ, ଯାହା ପାଇବାକୁ ସେ ଅଧିକ ଅଭିଳାଷ ରଖନ୍ତି, ସେସବୁ ବସ୍ତୁ ସେ ମୋତେ ଅର୍ପଣ କରିବେ। ସେପରି ବସ୍ତୁ ଅର୍ପଣ କଲେ ତାହା ଅନନ୍ତ ଫଳ ପ୍ରଦାନ କରିଥାଏ। ହେ ପୁଣ୍ୟପୁରୁଷ ଉଦ୍ଧବ, ସୂର୍ଯ୍ୟ, ଅଗ୍ନି, ବ୍ରାହ୍ମଣ, ଗାଈ, ବୈଷ୍ଣବ, ଆକାଶ, ବାୟୁ, ଜଳ, ଭୂମି, ଆତ୍ମା ଓ ସମସ୍ତ ପ୍ରାଣୀ ଏସବୁ ହେଉଛନ୍ତି ମୋ ପୂଜାର ସ୍ଥାନ, ଅର୍ଥାତ୍ ଏମାନଙ୍କର ପୂଜା ହେଉଛି ମୋର ପୂଜା। ପ୍ରିୟ ଉଦ୍ଧବ, ଋଗ୍ବେଦ, ଯଜୁର୍ବେଦ ଓ ସାମବେଦର ମନ୍ତ୍ର ଦ୍ୱାରା ସୂର୍ଯ୍ୟଙ୍କୁ ପୂଜା କଲେ ତାହା ମୋର ପୂଜା ହୋଇଯାଏ। ହୋମ ଦ୍ୱାରା ଅଗ୍ନିକୁ ଓ ତୈତ୍ୟ ଦ୍ୱାରା ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ଓ ଘାସ ଆଦି ଦେଇ ଗୋମାତାଙ୍କୁ ପୂଜା କଲେ ତାହା ମୋର ପୂଜା ହୋଇଯାଏ। ବିଷ୍ଣୁ ଭକ୍ତଙ୍କୁ ନିଜର ଭାଇ ପରି ଆଦର ସତ୍କାର କଲେ, ହୃଦୟାକାଶରେ ନିରନ୍ତର ଧ୍ୟାନ କଲେ, ମୁଖ୍ୟ ପ୍ରାଣ ତଥା ବିଶ୍ୱ ଜୀବନ ବୋଲି ଜାଣି ବାୟୁକୁ ପୂଜା କଲେ ତଥା ପୁଷ୍ପ ଆଦି ସାମଗ୍ରୀ ଦ୍ୱାରା ଜଳକୁ ପୂଜା କଲେ ତାହା ମୋର ପୂଜା ଆରାଧନା ହୋଇଯାଏ। ରହସ୍ୟମୟ ମନ୍ତ୍ର ଦ୍ୱାରା ବେଦୀ ତଥା ଭୂମିକୁ ପୂଜା କଲେ, ନିଜ ଅନ୍ତରରେ ବିରାଜମାନ ଥିବା ସର୍ବାତ୍ମା ପ୍ରଭୁ ହିଁ ପୂଜନ କରୁଛନ୍ତି ବୋଲି ଭାବନା ରଖି ଖାଦ୍ୟ ଗ୍ରହଣ କଲେ, ସବୁ ପ୍ରାଣୀଙ୍କ ଭିତରେ ଅଦ୍ୱିତୀୟ କ୍ଷେତ୍ରଜ୍ଞ ଆତ୍ମା ସମାନ ଭାବରେ ବ୍ୟାପୀ ରହିଛନ୍ତି ବୋଲି ଜାଣି ଓ ସକଳ ଜୀବଙ୍କୁ ମୋରି ସ୍ୱରୂପ ବୋଲି ଗ୍ରହଣ କରି ସେମାନଙ୍କ ସହିତ ପ୍ରେମପୂର୍ଣ୍ଣ ମଧୁର ବ୍ୟବହାର କଲେ ତାହା ମୋର ହିଁ ପୂଜା ହୋଇଯାଏ। ଏହି ଉପରିବର୍ଣ୍ଣିତ ସବୁ କ୍ଷେତ୍ରରେ ମୋତେ ହିଁ ଭାବନା କରି, ମୋତେ ହିଁ ଧ୍ୟାନ କରି ସାକ୍ଷାତ୍ ଚତୁର୍ଭୁଜ ବିଷ୍ଣୁ ହିଁ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଶାନ୍ତ ମୂର୍ତ୍ତି ରୂପରେ ସମ୍ମୁଖରେ ବିରାଜମାନ ହୋଇଛନ୍ତି ବୋଲି କଳ୍ପନା କରି ଅତ୍ୟନ୍ତ ନିଷ୍ଠା ନିୟମର ସହିତ ତାଙ୍କ ମାନସିକ ଭାବରେ ପୂଜା କରିବା ଉଚିତ। ଏପରିକି ଅଗ୍ରଚିତ୍ର ଯାଗ ଆଦି ଇଷ୍ଟକର୍ମ କଲେ, ସାମାଜିକ କାର୍ଯ୍ୟରେ ଲାଗିଥିବା ଧର୍ମଶାଳା, କୂଅ, ପୋଖରୀ ଆଦି ନିର୍ମାଣ କଲେ ଏବଂ ଏସବୁ କର୍ମକୁ ମୋର ହିଁ ପୂଜା ବୋଲି ସ୍ୱୀକାର କରି ଶ୍ରଦ୍ଧା ସହିତ କଲେ ଶ୍ରେଷ୍ଠ ଭକ୍ତି ଲାଭ ହୁଏ ତଥା ସାଧୁଜନଙ୍କର ସେବା କଲେ ଭକ୍ତର ଅନ୍ତରରେ ମୋର ସ୍ୱରୂପ ଜ୍ଞାନାବଧି ଉଦୟ ହୋଇଯାଏ। ପ୍ରିୟ ଉଦ୍ଧବ, ମୋର ଦୃଢ଼ ମତ ଏହି ଯେ ମନୁଷ୍ୟ ସତ୍ସଙ୍ଗ ଓ ଭକ୍ତି ଯୋଗ ଏ ଦୁଇଟି ଲାଗି ରହିବା ଆବଶ୍ୟକ। ସଂସାର ସାଗର ପାରି ହେବା ନିମନ୍ତେ